ବଜ୍ରପାତରେ 6 ବଖରା ଘର ପୋଡ଼ି ପାଉଁଶ। ଗତକାଲି ସନ୍ଧ୍ୟାରେ ଉତ୍ତର ଆକାଶରୁ ମାଡ଼ି ଆସିଥିଲା କଳାହାଣ୍ଡିଆ ମେଘ। ଆଉ ଚାହୁଁ ଚାହୁଁ ପ୍ରବଳ ବର୍ଷା ସାଙ୍ଗକୁ ଘଡ଼ଘଡ଼ି ଆରମ୍ଭ ହୋଇଥିଲା। ଏହି ଘଡ଼ଘଡ଼ିରେ ବାସୁଦେବପୁର ବ୍ଲକ ଗୁଆଗଡ଼ିଆ ପଞ୍ଚାୟତ ନାୟକ ସାହିରେ ଅଗ୍ନିକାଣ୍ଡ ଘଟି 2 ପରିବାର 6 ବଖରା ଘର ଜଳି ପୋଡ଼ି ପାଉଁଶ ହୋଇଥିବା ଦେଖିବାକୁ ମିଳିଛି। ଏହି ବିପନ୍ନ ପରିବାର ହେଲେ ଗୌରହରି ନାୟକ ଏବଂ ସୁଭାଷ ଚନ୍ଦ୍ର ନାୟକ ବୋଲି ଜଣାପଡ଼ିଛି। ସନ୍ଧ୍ୟାରେ ହଠାତ୍ ଏକ ଜୋର ବଜ୍ରପାତ ହେବା ସହିତ ଘରେ ନିଆଁ ଲାଗିଯାଇଥିଲା। ଫଳରେ ଘରେ ଥିବା ସମସ୍ତ ପରିବାର ଲୋକେ ଡରରେ ପଦାକୁ ବାହାରି ଆସି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ପରେ ବାସୁଦେବପୁର ଦମକଳ ବାହିନୀକୁ ଖବର ଦେଇଥିଲେ। ଦମକଳ ପହଞ୍ଚିବା ପୂର୍ବରୁ ଘରର ସମସ୍ତ ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଥିଲା। ଦମକଳ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଥିଲା। ଫଟକିନି ଗୋଟେ ଦିଟା ମାରି ସାରିଲା ପରେ ଫୁଣି ଚଢି ମାରିଲା ମାରିଲା ଯେତେବେଳେ ଛଟକିନି ଆମେ ବସିଥିଲୁ ଫଟକିନି ଅତର୍ଚା ଦୌଡ଼ିକି ଆସିକି କବାଟ ଖୋଲିକି ବାହାରି କଣ ଘଟଣା ହେଲା? ଘଟଣା ବୋଲିକି ଦେଖିଲା ବେଳକୁ ଯୋଡୁଛି ଆଉ ବାହାରେ ମାନେ ମୋର କିଛି କଥା କହିପାରୁନୁ କୋଉ ଡାକି ପାରୁନୁ କିଛି କହିପାରୁନୁ। ବର୍ଷା ହଉଛି ହଉଛି ତୋଫାନ ହଉଛି ଆମେ ଆଉ କିଛି ମୋର ଆଉ କିଛି ବାହାରିନି। ଆଖିରୁ ଲୁହ ହଉଛି। କାଗଜ ପତ୍ର ହାଣ୍ଡି କଡେଇ ସବୁ ଯେମିତି ଘର ଜିନିଷ ସବୁ ରହେ ଯେମିତି ଆଉ ଆନୁମାନିକ ମିନିମମ୍ ତ ଘର କନା ଜିନିଷ ମିନିମମ୍ 3-4 ଲାଖ ଟଙ୍କା 5 ଲାଖ ଟଙ୍କାରୁ କମ ନାହିଁ ମାନେ ଉପର ଆଉ ତଳେ ନାହିଁ। କିନ୍ତୁ ଗହଣା ତ ଥିଲା ମାନେ ଗହଣା କିନା ଦେଖିଲା ବେଳକୁ ମିନିମମ୍ 3 ଲକ୍ଷ ଉପରେ ଗହଣା ଥିଲା। ସବୁ ନଷ୍ଟ ମିଳୁନି ତ ଶୁଭୁନି। ସେଇ ସମୟରେ କିଛି ଆମ ରାଉସାହି ଆମ ନିକଟ ଘର ପାଖ ରାଉସାହି ଲୋକ ସେ ସବୁ ଆସିକି ପହଞ୍ଚିଗଲେ। ସେ ଡାକ ଶୁଣିକି ପହଞ୍ଚିଗଲେ। ସେଠି ଆମର ହରେଇ ବୋଉ ଇଏ ସେ ଯେତେ ସବୁ ଥିଲେ ସମସ୍ତେ ଆସି ପହଞ୍ଚିଗଲେ। ପହଞ୍ଚିଗଲା ପରେ କଣ ଜିନିଷ ପତ୍ର ସବୁ ହଁ କୁହନ୍ତୁ। ତା ଘର ଭିତରେ ତ ପଶି ହଉନି। ସେ ଘର ଭିତରକୁ ତ ଯେତେବେଳେ ନିଆଁ ଧାସ ପଡୁଛି ପଶି ଯାଇ ହଉନି। ଆମେ ଆୟତ୍ତ କଲୁ। ତା ଭିତରେ ଦେଖିଲା ତାଙ୍କ ଖଟ ପଲଙ୍ଗ ଏ ସବୁ ଯାବତୀୟ ଜିନିଷ ବାସନ କୁସନ ଯାଇଛି ନଷ୍ଟ ହେଇଯାଇଛି। ଦମକଳ ଆସିଲା ବେଳକୁ ସେତେବେଳକୁ 90% କଭର ଆମେ କରିଦେଇଛୁ। ଆଉ ମାନେ ନିଆଁଟା ଲିଭେଇ ଦେଇଛୁ। ସେ ଆଉ ଆସିକି ଆଉ ଯୋଉ ତାପ ଯେତେ ସେ ତାକୁ ଇଏ କରେନି। ବର୍ତ୍ତମାନ ମାନେ ଆସିବେ ଆଉ କହିଛି ଆଉ ସରପଞ୍ଚ କାଲି ଆହୁରି ସରପଞ୍ଚ ଆସିଥିଲେ ନିଜେ। ବାସୁଦେବପୁର ମଧୁସ୍ମିତା ପଲାଇଙ୍କ ରିପୋର୍ଟ, ସ୍ୱତନ୍ତ୍ର ଓଡ଼ିଶା ଲାଇଭ୍।